ସେଠି ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ଭିତରେ କନ୍ଦଳଟା ଅତି ତୀବ୍ର। ଯେତେବେଳେ ନିର୍ବାଚନ ହେବ, ଏମିତି ଅନେକ ନିର୍ବାଚନ ମଣ୍ଡଳୀ ଅଛି ଯୋଉଠିକି ଆମେ କହିଦେବୁ ଏ ଗାଁରେ 100 ଘର ଭୋଟ ଅଛି, ଏ ଗାଁରେ ଆମର 60 ଘର, ତାଙ୍କର 40 ଘର, ଏମିତି ନିର୍ଣ୍ଣୟ ହେଇପାରେ। ତେଣୁକରି ଏମାନେ ସେଇ ଡରରେ, ଏମାନେ କ'ଣ ଜିତିଛନ୍ତି କି? ଏମାନେ ଜିତୁ ଜିତୁ ଜିତିଗଲେ। ଆମର କୋଉଠି କିଛି ଭୁଲ ଭଟକା ରହିଲା ଯାହାଫଳରେ କି ସେମାନେ ଜିତିଲେ, କି ଅନେକ କହୁଛନ୍ତି ଇଭିଏମ୍ ମେସିନ୍ର କାରବାର ହେଲା। ତେଣୁକରି ଏଇ ଯେଉଁ ବାଇ ଇଲେକ୍ସନ୍ ସେ କାହିଁ କଲେନି? ବାଇ ଇଲେକ୍ସନ୍ ନିୟମ ହେଉଛି ଯୋଉଠି ଖାଲି ପଡ଼ିବ ତାର 6 ମାସ ଭିତରେ ସେଠି ଉପନିର୍ବାଚନ ହେବା ଦରକାର। ତାଙ୍କୁ ମୋର ପ୍ରଥମ ପ୍ରଶ୍ନ ରହିବ, ଆଜି ପର୍ଯ୍ୟନ୍ତ ତୁମେ ଉପନିର୍ବାଚନ କାହିଁ କଲ ନାହିଁ? ନ କରିବା ପଛରେ ତାଙ୍କର ଭୟ ରହୁଛି। ଭୟ ରହିବାର କାରଣ ହେଉଛି ସେମାନେ ଗୋଟେ ନନ୍ ପରଫର୍ମିଂ ଗଭର୍ଣ୍ଣମେଣ୍ଟ। ଏ ଯେଉଁ ଗଭର୍ଣ୍ଣମେଣ୍ଟର ପରଫର୍ମାନ୍ସ ଏକଦମ ଖରାପ ଏବଂ ଲୋକମାନଙ୍କ ଭିତରେ ଗୋଟେ ମେସେଜ ଯାଇଛି, ଗୋଟେ ଅତି ଅପାରଗ ସରକାର ଏବଂ ବିଜୁ ଜନତା ଦଳକୁ ଯେଉଁ ଲୋକ ଟିକେ ଭୋଟ କମେଇଥିଲେ ସେଇଥିପାଇଁ ଟିକେ ମନ ଦୁଃଖ ବି ଲୋକଙ୍କର ହେଉଛି।